ଲୋକ ପୁସ୍ତକ 10 ପର୍ବର ବାକ୍ୟ ଯଦି ଦେଖିବା ଏଇ ଜାଗାରେ ଦରମରା ଅବସ୍ଥାରେ ପଡିଥିବା ଲୋକ ଅଛି। ଦରମରା ଅବସ୍ଥାରେ ପଡିଛି, ଡକାୟତ ମାନେ ଆସିଲେ ତାର ଲୁଗାପଟା ଛଡେଇକି। ଏ ଡକାୟତ ମାନେ ଟିକେ ଅଲଗା ପ୍ରକାର ଡକାୟତ। ଆମେ ଡକାୟତ ମାନଙ୍କ ବିଷୟରେ କଥା ହେଲେ ଚୁନା ଚୋରି କରିବାଟା ଶୁଣିଛୁ, ପଇସା ଚୋରି କରିବାଟା ଶୁଣିଛୁ, ଆଁ, ମୂଲ୍ୟବାନ ଜିନିଷ ଚୋରି କରିବାଟା ଶୁଣିଛୁ। କିନ୍ତୁ ଏ ଡକାୟତ ମାନେ ହଉଛନ୍ତି ଏମିତି ଡକାୟତ ମାନେ ସେମାନେ ଲୁଗାପଟା ଚୋରେଇ ଆଉ ଦରମରା ଅବସ୍ଥାରେ ପକେଇକି ଚାଲିଗଲେ। ବେଶୀ ଭୟଙ୍କର କି ନାହିଁ? ପରବର୍ତ୍ତୀ ସମୟରେ ସେ ରାସ୍ତାରେ ପଡିଛି, ନିଜକୁ କିଛି କରିପାରୁନାହିଁ। କିନ୍ତୁ ହଠାତ୍ ଜଣେ ଲେବି ଲୋକ ଆଇଲା, ସେ ତାକୁ ଦେଖିଥିବ ବଡ ସମସ୍ୟା। ଏ ଲୋକ ପାଖରେ ଯଦି ମୁଁ ଯିବି କହିଲେ କେମିତି ହବ? ସେଥିପାଇଁ ୟା ଠାରୁ ସାଇଡ ହେବାଟା ଭଲ। ଯଦି ମୁଁ ପାଖରେ ଯିବି ମତେ ଲୋକ କୋଶ୍ଚିନ୍ କରିବେ, ନିହାତି ତମେ ୟାକୁ ହତ୍ୟା ମାନେ ମାରିଛ, ଦରମା ଅବସ୍ଥାରେ ପକେଇ ଦେଇଛ, ତ ମୋର ସମସ୍ୟା ବିଗିଡିଯିବ। ସେଥିପାଇଁ ମୁଁ ୟାକୁ ଦୟା ଦେଇପାରିବି ନାହିଁ। ଇଏ ତାର ରାସ୍ତା ଦେଖିଲା, ପାଖକୁ ଗଲା। ପରବର୍ତ୍ତୀ ସମୟରେ କିଏ ଆସିଲା? ଯାଜକ ଆସିଲେ। ଲେବି ଓ ଯାଜକ ମଧ୍ୟ ସେ ପ୍ରକାର ଆସିଲେ। ଏ ଦୁଇ ଜଣ ମଧ୍ୟ ସମାନ ନିଜର ରାସ୍ତାକୁ ଗଲେ। 3 ନମ୍ବର ବେଳକୁ କିଏ ଆସୁଛି? ସମୀରଣ ଅଧିକାରୀ। ଏ ସମୀରଣ ପତ୍ରିକା ଆସିଲା, ସମୀରଣ ପତ୍ରିକା ଏମାନେ ନାଇଁ କି ଯେମିତି ଲେବି ମାନଙ୍କ ସହିତ ସମ୍ପର୍କ। ଏ ସମ୍ମିଳନ ପତ୍ରିକା ହଉଛି ବାଇବଲ ନାହିଁ ବିଜାତୀୟ ଲୋକ। କିନ୍ତୁ ଇଏ ଯେତେବେଳେ ଦରମରା ଅବସ୍ଥାରେ ପଡିଥିବା ଲୋକକୁ ଦେଖିଲା, ଇଏ କେବେ ସମ୍ଭାଳି ପାରିଲା। ଏ ଦୁଇ ଜଣ ଯେମିତି କାମ କଲେ, ଇଏ ସେମିତି କେବେ କରିପାରିଲାନି। ଇଏ ସିଧାସଳଖ ଧାଇଁଲା ସେ ଦରମରା ଅବସ୍ଥାରେ ପଡିଥିବା ଲୋକ ପାଖରେ। ଦେଖିଲା ଇଏ ପୁରା ଆଘାତ ହେଇଛନ୍ତି, ଅର୍ଦ୍ଧମୃତ ହେଇକି ଅଛନ୍ତି। ଅର୍ଦ୍ଧମୃତ ମାନେ କଣ? ଅଧା ମରିଯାଇଛି। ଅଧା ମରିଯାଇଛି ମାନେ କଣ? ଖାଲି ଜଷ୍ଟ ଖାଲି ଜୀବନ ଥିବ, ତାର ଅଙ୍ଗ ପ୍ରତ୍ୟଙ୍ଗ କାମ କରୁଥିବ। ତାର ସବୁ ଇଏ ଆଘାତ କରିଥିବ କି ନାଇଁ, ହାତରେ ଗୋଡରେ ସବୁ ଜାଗାରେ। ଖାଲି ଜଷ୍ଟ ଜୀବନ ଛାଡି ଦେଇଥିବ। ତୁ କେମିତି ବଞ୍ଚୁଛୁ ଦେଖ ଆଉ। ଇଏ ଲୋକ ଯାଇକି ଦେଖିଲା, ଇଏ ଦୟାରେ ବିଗଳିତ ହେଲା। ଦୟାରେ ବିଗଳିତ ହେଲା। ଏ ଦୟାରେ ବିଗଳିତ ହେଲା ଆଉ ତାପରେ କଣ କରୁଛି? ଯୋଉ ଯୋଉ ଜାଗାରେ ମାଡ ହେଇଛି ସେ ଜାଗାରେ ପଟି ବାନ୍ଧୁଛି। ଦ୍ରାକ୍ଷା ରସ ପକେଇ ଦଉଛି, ତୈଳ ପକେଇ ଦଉଛି। ପଟି ବାନ୍ଧିଲା ପରେ ପରେ କଣ କହୁଛି? ଆପଣ ବାହନ ଉପରେ ବସେଇକି ଗୋଟେ ପାନ୍ଥଶାଳାକୁ ନେଇକି ଯାଉଛି। ପାନ୍ଥଶାଳାର କର୍ତ୍ତାଙ୍କ ହସ୍ତରେ ସମର୍ପଣ କରୁଛି। 2 ଦିନରେ ପଇସା ବାହାର କରିକି ପାନ୍ଥଶାଳାର କର୍ତ୍ତାଙ୍କୁ ହାତରେ ଦଉଛି। ମୁଁ ନ ଆସିବା ପର୍ଯ୍ୟନ୍ତ ୟାକୁ ସେବା କରିବି। ଯଦି ତମେ ୟାଠାରୁ ଅଧିକ ଖର୍ଚ୍ଚ କରିବ, ମୁଁ ଯୋଉ ଦିନ ବାହୁଡିକି ଆଇବି ସେଦିନ ତାର ପରିଶୋଧ କରିବି। ଇଏ ଲୋକ କିଏ? ଏ ପାନ୍ଥଶାଳାରେ ଦରମରା ଅବସ୍ଥାରେ ପଡିଥିବା ଲୋକକୁ ଏତେ ସବୁ ଯତ୍ନ କରିବା ଦରକାର। କାହିଁକି ଏ ଲୋକକୁ ସମ୍ମିଳନୀ ପତ୍ରିକା ଦରକାର? କାହିଁକି ୟାକୁ ମାନେ ପାନ୍ଥଶାଳାର କର୍ତ୍ତା ଦରକାର? କାହିଁକି ଏତେ ସବୁ ୟାକୁ ସେବା ଦରକାର? ଦରକାର କି? ବେଳେବେଳେ ଆମେ ଜ୍ୱର ହେଲେ ଆମର ସମ୍ପର୍କୀୟ ଲୋକ କିଏ ଯଦି ଥିବେ, ଆମେ ସାହାଯ୍ୟ କଲେ କେତେ ସମୟ ସାହାଯ୍ୟ କରୁଛୁ? ଅପ୍ ଟୁ ମେଡିକାଲ ନେବାକୁ। ତାପରେ ତ ତା ପାଖରେ ସବୁଦିନ ରହିପାରୁନି। ସେତେ ଆମର ଚର୍ଚ୍ଚ ଖାଲି ଚର୍ଚ୍ଚ ନାହିଁ, ଆମର ଚର୍ଚ୍ଚ ଗୋଟେ ପରିବାର ପରି। ନାଇଁ ନାଇଁ, ସେଥିପାଇଁ ପରିବାର ଗୋଟେ ପରିବାରକୁ ଗଲେ କିଏ ମାନେ ଅନକମ୍ଫର୍ଟେବଲ ଫିଲ୍ କରିବ ନା କମ୍ଫର୍ଟେବଲ ଫିଲ୍ କରିବ? ଚର୍ଚ୍ଚ ଆସିଲା ପରେ ଆମେ ଫ୍ରି ହେବା ଦରକାର ନା ନାଇଁ? ଆଁ? ଗୋଟେ ପିଲା ବାପା ପାଖରେ ଯାଇକି ଉଲଙ୍ଗ ହେଇକି ଛିଡା ହେଲେ ମଧ୍ୟ ବାପା ପାଇଁ ଏଇଟା ଖରାପ ବିଷୟ କି? ଆଁ? ମା ପାଇଁ ଖରାପ ଲାଗିବ ସେଇଟା? ନାଇଁ। ସେଥିପାଇଁ ପରମେଶ୍ୱର ଆମକୁ କେମିତି ଦେଖିବା ପାଇଁ ଚାହୁଁଛନ୍ତି ଜାଣିଛନ୍ତି? ତ ପ୍ରଭୁଙ୍କ ସାମ୍ନାରେ ଛିଡା ହେଲା ବେଳକୁ କେମିତି ଛିଡା? ସତରେ ତମେ ଯଦି ପରିତାଣ ପାଇଛ, ପାପ କ୍ଷମା ପାଇଛ, ତମର ମାଲିକ କିଏ? ତ ପରମେଶ୍ୱର ନେଇକି ଆମକୁ ସେ ପ୍ରକାର ବିଷୟ, ସେ ପ୍ରକାର ଲାଇନ ଦେବା ପାଇଁ ଚାହୁଁଛି। ସେଥିପାଇଁ ମୁଁ